ବର୍ତ୍ତମାନର ସବୁଠାରୁ ବଡ଼ ଖବର, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ନିକଟରୁ ବାହାରିଲା ବନ୍ଧୁକ। ବନ୍ଧୁକ ଧରି ଯୁବକର ଉନ୍ନତ କାଣ୍ଡ। ଯୁବକକୁ କାବୁ କଲେ ସ୍ଥାନୀୟ ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗୁପ୍ତିଘାଟ ନିକଟରେ ଏକ ଯୁବକ ସହିତ ଏକ ବନ୍ଧୁକୁ କାବୁ କରାଯାଇଛି ସ୍ଥାନୀୟ ଜନସାଧାରଣ। ଘଟଣାଟି ଘଟିଥିବାର କିଛି ସମୟ ମଧ୍ୟରେ ରାଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକ ଏବଂ ବଙ୍ଗଳାରେ କଥା ହେଉଥିବା ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି। ସାଧାରଣ ଲୋକ ମନରେ ପ୍ରଶ୍ନ, ଯଦି ଅନୁପ୍ରବେଶକାରୀ ତାହେଲେ ତାଙ୍କୁ ତାଳଚୁଆ ଗୁପ୍ତି ଆସିଲେ କେମିତି? ପୋଲିସ ପେଟ୍ରୋଲିଂ କରିଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାହା ଖଟୁ ଆରମ୍ଭ କରି ପାନ ଦୋକାନରେ ଖୁବ୍ ଚର୍ଚ୍ଚା ହେଉଛି। ସେମାନଙ୍କ ନିକଟରେ ବନ୍ଧୁକ ରହୁଛନ୍ତି। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ଅନୁଜ ସେଠୀଙ୍କ ରିପୋର୍ଟ, OTN TV।